କେନ୍ଦ୍ରାପଡ଼ା କଟକ ତିନିଟା ଡିଷ୍ଟ୍ରିକ୍ଟ ଏମିତି ଅନୁଷ୍ଠାନ ନାହିଁ। କାଲି ସଭାରେ ସୁଦର୍ଶନ ବାବୁ ସାନ ଭାଇ କହିଲେ ଅଳିଆ ପାଟି ହଏ ସୁଦର୍ଶନ ବାବୁ ବିମ୍ବା ଘର ବେହେରା ସହିତ ଲାଗିବା ପାଇଁ ଆହୁରି 50 ବର୍ଷ ଲାଗିବ ତମକୁ। ଭାରତ ସରକାରଙ୍କର ବେପାର କଣ୍ଠଶିଳ୍ପୀ ଗାୟକ ତମ ନାଁ ଅଛି କୋଉଠି ସରକାର ଘରେ ରେକର୍ଡରେ? ଜିଲ୍ଲା ସ୍ତରୀୟ ପାଖରୁ ରାଜ୍ୟ ସ୍ତରୀୟ ପର୍ଯ୍ୟନ୍ତ ବିମ୍ବା ଘର ବେହେରା ପ୍ରୋଗ୍ରାମ କରୁଛି ସେ ରାଜ୍ୟ ଭାରତ ସରକାରଙ୍କର। ତମେ କହିଲେ ଅଳିଆ ପାଟି ମତେ ତମ ହୁକ ବଳା ଅଛି ବଳା ଯାଇପାରିବ? ଆଚ୍ଛା ତମ ହୁକ ଛିଣ୍ଡେଇ ଦେବେ। ଯିଏ ଭାରତ ସରକାରଙ୍କର ବେତାର କଣ୍ଠଶିଳ୍ପୀ ଗାୟକ ଆଜ୍ଞା ଗୋଟା ସ୍ୱର ଯଦି ମୁଁ ଗାଇବି ତମ ଗଛକୁ ଯାଇ ଦୃଷ୍ଟି ଉଠିବ। ଖାଲି ସମୟ ଅପେକ୍ଷା କର। ତମର ଯିଏ ଆମେ ଯଦି ଅଳିଆ ହେଲେ ଆଗେ ଦକ୍ଷିଣୀ ଆଜ୍ଞା ସିଏ କଣ ଜଗସମୁଦ୍ର ଆସେନି ଛାଡୁ ଆଗେ ସିଏ ଝାଡୁ ମାରିବେ। ଆପଣ ଅଳିଆ କରିବେ ସେ ଝାଡୁ ମାରି ସଫା କରିବେ। ସଫା କରିଲେ ସଫାଦାର ମ୍ୟୁନିସିପାଲିଟି ଲୋକ ସେ। ଆହୁରି ଅଛି ଅଳିଆ ଅଛି। ପ୍ରଶ୍ନ ଦେଇଥିଲି ତମେ ତାକୁ ଅପରେସନ କଲ। ଭରତର 2 ପୁଅ ନାଁ କହିଲେ, ଲକ୍ଷ୍ମଣର 2 ପୁଅ ନାଁ କହିଲେ। ଇଏ ଶତ୍ରୁଘ୍ନ ପୁଅ କଥା ବୋଧେ ମନେ ନାହିଁ। କପି କରିଛନ୍ତି କାଲି କୋଉ ସାରେ ସିଏ ହଉଛନ୍ତି ତମର ସାନ ଭାଇ। ତମେ ଜାଣିଛ ତାଙ୍କ ବ୍ରେନ ସିଲେ ହେଇକିରି ତାଙ୍କ ହୁକ ନା ମୁଁ ସେ ଝିଅ କିଛି କହୁନଥିଲି। ତମ ମୁଣ୍ଡ ପାଗଳ ଧରିଲାଣି। ତମେ କାଉଛ ଗୋଟା କବିଙ୍କର କହୁଛ ଗୋଟା କବିଙ୍କର ସେ ଭିଲିଆନ ମୁଁ ଅଳିଆ ସଫା କରି ଆସିବି। ଯେତିକି ହବ ସେତିକି କିଛି ନାହିଁ। ଆଜି ରାତି ସାରା ଖାଲି ଖୁମ୍ପିବା। ଭାବୁଛନ୍ତି ବୋଧେ ବିମ୍ବାଦର ଏରା କିଛି ଜାଣିନି। କଣ ଗୋଟେ ପ୍ରଶ୍ନ ଆସିଲା ପ୍ରଶ୍ନର ଆନ୍ସର ଦେଇପାରିନି ସଭାକୁ ଆସିଲା। ମୋ କାନରେ ବାଜିଛି ସେ ପ୍ରଶ୍ନର ଆନ୍ସର ମୁଁ ଦେବି। ଦିଶା କୋଉଠି? ମୁଁ ଏଇ କଣାମୁଣ୍ଡରେ ରହିଛି। ସମସ୍ତେ ଜାଣିଛନ୍ତି ରାମଙ୍କର 2 ପୁଅ। ରୁହ ମୁଁ ଯାଉଛି ତମେ ଆଗୁଆ କାହିଁ ଭାବୁଛ? ଲବକୁଶ 2 ପୁଅ। ବାଲ୍ମୀକି ଋଷିଙ୍କ ଆଶ୍ରମରେ ପଣ୍ଡିତ ଲକ୍ଷ୍ୟଙ୍କର 2 ପୁଅ ଜନ୍ମ ହେଲେ ମା ସୀତା ଠାକୁରାଣୀ ଯାଇଥିଲେ ପୁଷ୍ପ ତୋଳିବା ପାଇଁ। ଠାକୁରାଣୀ ଯାଇଛନ୍ତି ଫୁଲ ତୋଳିବା ପାଇଁ। ଏହି ସମୟରେ ଦୁର୍ବୁତ ରାକ୍ଷସ ଆସି ନାଳ ସିଏ ଗୋଟା ପୁଅକୁ ଚୋରି କରି ନେଇ ଚାଲିଗଲା। କାହାକୁ ନେଇଗଲା? କୁଶୁକୁ ନେଇଗଲା। ଜାଣିପାରିଲେ ବାଲ୍ମୀକି ଋଷି କହିଲେ ଗୋଟିଏ ପୁଅକୁ ନେଲେଣି ମାନେ ମୋର ଝିଅ ସୀତା ଏଇଠି ଆସିଲେ ସିଏ ଅଧୈର୍ଯ୍ୟ ହେଇଯିବ। ପୁଅକୁ ନ ଦେଖିକିରି ସିଏ କରିଲେ କଣ ନା କୁଶକୁ ଧରି କୁଶ ପିତୁଳାକୁ ଧରି ସେ ମନ୍ତ୍ରପୁତ କରି ଜୀବନ୍ୟାସ ଦେଇ ଗୋଟିଏ ପୁଅକୁ ନେଇ ନବ ପାଖରେ ଖେଳିଲେ। ଯୋଉ 2 ପୁଅକୁ ସେଇ 2 ପୁଅ ହେଲା। ଯୋଉ ପୁଅକୁ ଦୁର୍ବୁତ ରାକ୍ଷସ ନେଇଗଲା ପରେ ସେ ରାକ୍ଷସ ହେଲେ ବି ତାର ଗୋଟେ ମାନବିକତା ଅଛି। କିନ୍ତୁ ଏମାନଙ୍କର ମାନବିକତା ନାହିଁ। ଇଏ ଥିଲା ସାରେ ଆଙ୍କର ଥିଲା ଯୋଉ ଯୋଉ ସିଲେଇ ହେଲା ସେଇଠୁ ବାହାରିଗଲା। ସେ ମଣିଷ ଶରୀର କଥା ସେମିତି କହିହବନି। କାହାର କେତେବେଳେ କଣ ହବ ତ ବୁଢା। ଏଣୁ ବିଭୀଷଣର ଝିଅ ନାଁ ହେଉଛି ପଣ୍ଡିତ ତ୍ରିଜଟା। ତ୍ରିଜଟା ସେ ପୁଅକୁ ନେଇ ଚାଲି ଯାଇଥିଲା। ତାକୁ ଲାଳନ ପାଳନ କଲା। କରିବା ଭିତରେ ସିଏ ପୁଅକୁ ଯେତେବେଳେ ଇଏ ଉଦ୍ଧାର କରିଲେ ସିଏ ପୁଅକୁ ଯେତେବେଳେ ନେଇ ଆସିଲେ ଇଏ କୁଶ ପୁଅ କହିଲା ତ କୁଶ ଆସିଗଲାଣି ମୁଁ ରହିବି କୋଉଠି? ମୋ ନା କୁଶ ଦେଇଛ ମୁଁ ରହିବି କେଉଁ ସ୍ଥାନରେ? ବାଲ୍ମୀକି ଋଷି କହିଲେ ପ୍ରତ୍ୟେକ ଶୁଭ କାର୍ଯ୍ୟରେ ବ୍ରାହ୍ମଣ ମାନେ ଯେତେବେଳେ ପୂଜା ଯଜ୍ଞ ହୋମ ପାଠ କରିବେ ବେଦ ପାଠ କରିବେ ଯଜ୍ଞ ମାନଙ୍କ ହସ୍ତରେ ଅନାମିକା ଅନୁସାରେ କୁଶ ବଟୁ ରଖିବେ। ତାର ନାମିତ ହେଲା ବଟୁ। ଇଏ ହଉଛି 3 ପୁଅର କାହାଣୀ। ତାଙ୍କର ପିତାମାତା ହଉଛନ୍ତି ବେଦ। ବେଦର ଉଚ୍ଚାରଣ କଲେ ବ୍ରାହ୍ମଣ କୁଶ ବଟୁ ନ ଧଇଲେ
ହେଇକିରି ଆଉ ଗୋଟିଏ କଣ ପ୍ରଶ୍ନ ରଖିଥିଲେ ବାପା ବାପା ବ୍ରହ୍ମଚାରୀ ପୁଅ ବ୍ରହ୍ମଚାରୀ ହଁ ନା ନାଇଁ ହଁ ବାପା ଦଳାବାଜି ପୁଅ ଦଳାବାଜି ହଁ ତାହେଲେ ଶିଶୁ ଦଳାବାଜି କିଏ ତମକୁ ପ୍ରଶ୍ନ କରି ଆସେ ନା ମାମା ଆଉ ହଁ ହଁ ମୁଁ କହିବି ବାପ ସନ୍ନ୍ୟାସୀ ଭିତରେ ଆଲୋଚନା କଲେ ଦୁନିଆ କଥା ଆଲୋଚନା ହବ କାହାର ପ୍ରଶ୍ନ ହଉଛି ବାପ ସନ୍ନ୍ୟାସୀ ପୁଅ ସନ୍ନ୍ୟାସୀ